ମୋ ଡିସିସନ୍ କ'ଣ କରାଯିବ କ'ଣ ନାହିଁ କିଛି ମୁଁ ଭାବିପାରୁନି। ଆଜି ଗୋଟେ ସ୍ପେଶାଲ୍ କଥା, ଆଜି ମୋ ଜନ୍ମଦିନ। ଆଉ ସକାଳୁ ସକାଳୁ ମୋ ହଜବେଣ୍ଡ ୱିଶ୍ କରିଦେଇଛନ୍ତି, ପୁଣି ହ୍ୱାଟ୍ସଆପ୍ରେ ହେଲା। ସାଙ୍ଗମାନେ ଏଇଠି ତ ମୋର ପୁରା ସକାଳୁ ସକାଳୁ ନାଲି ଚାହା ବସିଛି, ଅଦା ଏବେ ପକେଇଛି ଆଉ ଚିନି ପକେଇ ଦେଇଛି, ଟିକେ ଫୁଟୁ ତାପରେ ଚାହା ପତି ପକେଇବା। ଆଉ ଏଇଠି ଚୁଡ଼ା ଭଜା ହେଇକି ଅଛି, ଆଜି ଚାହା ଚୁଡ଼ା। ଆଉ ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ, ସକାଳୁ ସକାଳୁ ଆଉ ସକାଳୁ ତ ମନଟା ଭାରି ଦୁଃଖ। କାଲିଠାରୁ ମନ ବହୁତ ଦୁଃଖ। କ'ଣ କରିବା, ଆଜି ହେଉଛି ଲାଷ୍ଟ ସୋମବାର, ଟିକେ ଲୋକନାଥଙ୍କ ପାଖକୁ ଯିବାର ଥିଲା, ଯାଇ ହେଲାନି। ସେଥିପାଇଁ ତ ମନ ଦୁଃଖ ନାହିଁ, ସବୁବେଳେ ତ ଭଲ ମନ୍ଦ ଲାଗି ରହିଛି। ବଡ଼ ଧରଣର ଦୁଃଖ ଭାଇ ତାଙ୍କ ଲାଇଫ୍ ଡିସିସନ୍ ନେବା କଥା ଛାଡ଼ିଦେବା, ତାଙ୍କ ଉପରେ ତାଙ୍କ ଡିପେଣ୍ଡେଣ୍ଟ। ହଉ ଚାଲ ଏବେ ନାଲି ଚାହା ତିଆରି କରିକି ଖାଇବା। ରାଜା ତାର ସକାଳୁ ସକାଳୁ ଛତୁଆ ଖାଇ ପାଣି ପିଇ ଖାଲି କହୁଛି ମୋତେ ଆଉ କ'ଣ ଖାଇବାକୁ ଦିଅ, ଡାକୁଛି ଖାଲି ଗୁଗୁ ଗୁଗୁ। ଆଉ ନଙ୍ଗୁଳି ତ ଏଇନା ଉଠିକି ଏପଟ ସେପଟ ହେଉଛି ଦାନ୍ତ ଘଷିବାକୁ, ପୁଣି ସିଆଡ଼େ ପଳେଇଲି। ହଉ ଫ୍ରେଣ୍ଡ, ଚାଲ ଚାହା ଟିକେ ସକାଳୁ ସକାଳୁ ଖାଇବା। ମୁଣ୍ଡଟା ଖରାପ ଥିଲେ, ଦିମାଗଟା ଆଉ ମନଟା ଖରାପ ଥିଲେ କୁଆଡ଼େ ହିଁ ଇଚ୍ଛା ହୁଏନି କାମ କରିବାକୁ। ହଉ କାହିଁକି ଜାଣିଛ, ଆକ୍ଚୁଆଲି କହିବାକୁ ଗଲେ ସମ୍ପର୍କ ତୋଡ଼ିବା ଜମା ବି ଭଲ ନୁହଁ। ସମ୍ପର୍କଟା ବନେଇଛି ସେଥିପାଇଁ ବହୁତ ଫ୍ରେଣ୍ଡ ଦେଖନ୍ତୁ, ଦେଖିପାରୁଥିବେ ତ ଆଜି ଏତେ ଖରାର ମାନେ ମାତ୍ରା ଏତେ ବଢ଼ିଯାଉଛି, କିଛି ବି କରିହେଉନି, ଭଲ ଲାଗୁନି। ତ ମୁଁ ଏଇଠି ରୋଷେଇ ବସେଇଛି, ଡାଲମା ବସେଇଛି, ଆଉ ଆମ୍ବ କାଟିକି ସେଇଠି ରଖିଛି, ଅରୁଆ ଭାତ ଡାଲମା ଖଟା। ଯେହେତୁ ଆଜି ମୋର ସୋମବାର, ବୈଶାଖ ମାସର ଲାଷ୍ଟ ସୋମବାର, ଆଉ ଆଜି ପୁରୀ ତ ଯାଇ ହେଲାନି, ମୁଁ ସକାଳେ କହୁଥିଲି। ଆଉ ଗରମ ଲାଗୁଛି, ଏଇଠି ବସିଛି ବହୁତ ଜୋରେ। ଆଉ ସେପଟେ ସାନ ବୋଉ ଘର ପ୍ରତିଷ୍ଠା ହେଉଛି, ଆଉ ମୁଁ ଏଇଠି ବସିଛି। ଆଜି ଗୋଟେ ଦିନ, ଭଲ ଦିନ ମୋ ପାଇଁ କ'ଣ ଆଉ। ମନଟା ଯେହେତୁ ବହୁତ ଦୁଃଖ ଅଛି ଭାଇଙ୍କ ପାଇଁକା, ମାନେ ମୋ ମନଟା ସେଇଠି ହିଁ ଅଟକିଛି, ମାନେ ସେଇ କଥାରେ ହିଁ ଅଟକିଛି। ଆଉ ମାନେ ମୋ ଡିସିସନ୍ କ'ଣ କରାଯିବ କ'ଣ ନାହିଁ କିଛି ମୁଁ ଭାବିପାରୁନି। ଆଜି ଗୋଟେ ସ୍ପେଶାଲ୍ କଥା, ଆଜି ମୋ ଜନ୍ମଦିନ। ଆଉ ସକାଳୁ ସକାଳୁ ମୋ ହଜବେଣ୍ଡ ୱିଶ୍ କରିଦେଇଛନ୍ତି, ପୁଣି ହ୍ୱାଟ୍ସଆପ୍ରେ ହେଲା। ଆଉ ପଳେଇଛନ୍ତି, ତାଙ୍କ କାମରେ ପଳେଇଛନ୍ତି। ଆଉ ମୋତେ କହିଲେ ଯେ ସେ ଅପସନ୍ କ'ଣ ଅଛି ଆଜି ଖାଇବା ପାଇଁକା। ଆଉ ତ କିଛି ଅପସନ୍ ନାହିଁ, ମନା କଲି। ନା ମନଟା ଭାରି ଦୁଃଖ ଥିଲା ଭଳିଆ ଜଣାପଡ଼ୁଛି। କ'ଣ ହେଇଛି, ମୁଁ କହିଲି କିଛି ନାହିଁ। ଆଉ ବାକି କିନା ପୁରୀ ଗଲୁନି ବୋଲି, ମୁଁ କହିଲି ନାଇଁ, ପୁରୀ ତ ଭଲ ମନ୍ଦ ତ ଲାଗିକି ଅଛି, ଯେହେତୁ ଫୁଲର ବାହାଘର ଆସୁଛି, ପଇସା ତ ନିଶ୍ଚୟ ଦରକାର। ଆଉ ମେନ୍ ହେଲା ଗୋଟେ କଥାଟା, ନା ମୁଁ ତାଙ୍କୁ କହିପାରୁଛି ଭାଇଙ୍କ କଥା, ନା ଇଏ କରିପାରୁଛି, ମାନେ କୁଆଡ଼େ କିଛି ନିଦା ବିଷ୍ଟୁ ତାକୁ କିଛି କହିଲେ ବି କିଛି ମୂଲ୍ୟ ନାହିଁ। ଆଉ କ'ଣ କରିବା, ବହୁତ ଜୋରେ ଖରା ଆସିଲାଣି, ଯିବା ଗାଈ ତାକୁ ନେଇ ଆସିବା। ଗାଈ ଗୋଟେ ବନ୍ଧା ହେଇଛି ଆମର ପଡ଼ିଆରେ, ମୁଁ ତାକୁ ନେଇ ଆସି, ବୋଉ ନାହାନ୍ତି। ଆଉ ମୁଁ ଡାଲମାଟା ବଘାରିକି ଖଟାଟା ଯୋଗାଡ଼ିକି ଯିବି, ଆସିଲି ଭଜା ଭଜି ହବ। ଆଉ ସକାଳୁ ଚୁଡ଼ା ଜଳଖିଆ ଖିଆଇଥିଲା, ରୋଷେଇ କଲେ ଖାଇବା। ଚାଲ ଯିବା ସାଙ୍ଗମାନେ। ଭିଡ଼ିଓଟି ଆଜି ଯେମିତି ଯାହା ବନିଆ ହେବ, ଆଗକୁ ବି ପ୍ଲିଜ୍ ଦେଖିବେ। ଆଉ ଆପଣଙ୍କର ମତାମତ ଦେବେ। ଆଜି ମୋ ଜନ୍ମଦିନ, ନିଶ୍ଚୟ ମୋତେ ୱିଶ୍ କରିବେ, ଭଲ ଲାଗିବ ମୋ ସବସ୍କ୍ରାଇବର୍ ମାନେ। ଆଉ କ'ଣ କହିବି, ମାନେ କିଛି ଉତ୍ତର ନାହିଁ, ମୋ ମନଟା କେବଳ ସେଇ କିନ୍ତୁ ଜାଗାରେ ହିଁ ଅଟକିଛି। ସାଙ୍ଗମାନେ ମୁଁ ତ ରୋଷେଇ ସାରିକି ଖାଇବା ପାଇଁ ବସିଗଲାଣି। ସକାଳୁ କିଛି ଖିଆ ନଥିଲା, ଜଳଖିଆ ଖାଲି ଚୁଡ଼ା ଅଳ୍ପ ଖିଆ ହେଇଥିଲା। ଆଉ ଟିକେ ଅରୁଆ ଭାତ, ଡାଲମା, ଖଟା, ପାମ୍ପଡ଼,
ଆଉ ଲିସିନି ଏଇଠି ଗଡ଼ୁଛି ମୋ ପାଖରେ। ଭାତ ଖାଉନି, ଖାଲି ପାମ୍ପଡ଼ ନେଇ ଖାଉ। ସବୁ ଯାକ ପାମ୍ପଡ଼ କ'ଣ ପାଇଁ ନେଇଗଲୁ? ମୁଁ କ'ଣ ଭାତରେ ଖାଇବି? ତୁ ଘରୁ ଆଣିଦେଲୁ ନା? ଆଉ ନା ଆଣିଦେଲୁ ତୁମକୁ ନେଇଯିବ। ଦେଖନ୍ତୁ ମୋ ଜନ୍ମଦିନରେ ମୁଁ ନିଜେ ରୋଷେଇ କରି ଖାଉଛି। ଏମାନଙ୍କ ଜନ୍ମଦିନ ହେଲେ ମୁଁ ରୋଷେଇ କରି ଖାଇବାକୁ ଦେବି ଏମାନଙ୍କୁ, ବୋପା ଝିଅ ସମସ୍ତଙ୍କୁ ତାଙ୍କ ଜନ୍ମଦିନରେ। କିନ୍ତୁ କହିବେନି ତା ଜନ୍ମଦିନ ଆମେ ଏଠି ଗୋଟେ ସ୍ପେଶାଲ କ'ଣ ଗୋଟେ ବନେଇକି ଖାଇବାକୁ ଦେବୁ ଆମ ତାଙ୍କ ହାତରେ ନା। ତୁମ ଫଟୋରେ ସେମିତି କ'ଣ ମଡ଼େଇକି ଖାଉଛି? ସେଜରେ ପଡ଼ିବ ମାନେ ପିଟିବୁ। ଖାଇବା ଖାଆନ୍ତୁ ଶୋଇକି ସେଜରେ ଧୀରେ ଉଠିକା। ଆମ୍ବଟା ବହୁତ ଟେଷ୍ଟ ହେଇଛି। ଆଜି ମୁଁ ଖରାରେ ଯାଇଥିଲି ପୋଷ୍ଟାଲକୁ, ପୋଷ୍ଟ ଅଫିସ୍ କ'ଣ ବନ୍ଦ ଅଛି। ସାଡ଼ୁ ଆସିଲି ଗୋଟେ ଗଲା, ମୁଁ ଖାଇଦିଏ ପେଟ ଶାନ୍ତି ହେଇସାରୁ, ତାପରେ ଆଉ ଯାହା ବାକି କାମ କରିବା। ବୁଆକୁ ବାଡ଼ା 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 ତାକୁ ବାଡ଼ରେ ବାଡ଼ା, ଏ ପୁଷିକି ବାଡ଼ା, ପୁଷିକି ବାଡ଼ା, ପୁଷି ଯାଉ, ପୁଷିକି ବାଡ଼ା, ପୁଷି ପଳେଇଲେ ସେ ପଳେଇବା। ଦେଖି ସାଇଲା ପୁଣି ଆଇଲା ଗୋଟେ। ରାଜାକୁ ମୁଁ ଭାତ ଦେଇନି, ରାଜା ପୁରା ରାଗିକି ବଇଛି। ରାଜା ଭାତ ଖାଇବ? ହଉ ନହେଲେ ଖରା ହଉଛି, ଖରାରେ କୁଆଡ଼େ ବାହାରନ୍ତୁନି। ଘରେ ରୋଷେଇ ପଡ଼ ଖାଇଦବ, ଆଉ କାମ କିଛି କରିବ। ହଁ